ନା ନିଶିକାନ୍ତ ନାଥ ଘର ମହାବଳା ହେଲା। ଆଉ ଆମର ଯେଉଁ ମହାବଳା ବାତ୍ୟା ଘର ଅଛି ବାଲିଆପାଳ ବ୍ଲକର ବାଲିଗୁଟି ପଞ୍ଚାୟତର ଯେଉଁ ବାତ୍ୟା ଘରଟି ଅଛି, ଏ ଘରଟି ପ୍ରାୟ ଆଜିକୁ 1.5 ବର୍ଷ ପରେ ହେବ ଭଡ଼ା ଦିଆହେଇଛି। ଏ ଭଡ଼ା ଟଙ୍କାରେ କୌଣସି କାର୍ଯ୍ୟ ହେଇନାହିଁ ଏବଂ ଯେଉଁ ବାତ୍ୟା ଘର ରିପେୟାରିଂ ପାଇଁକି ଯେଉଁ ପଇସା ସରକାରର ଆସିଛି, କମିଟି ସରପଞ୍ଚ ଏ କେହି ସରପଞ୍ଚ ତା ମନମୁଖୀ ବିନା କମିଟି ପରାମର୍ଶରେ ଏଠି ଭଡ଼ା ଦେଇ ସେମାନେ ନିଜ ଇଚ୍ଛାରେ ଛାତର ଭାଇବ୍ରେଟର ଲଗେଇକି ଛାତର ବଜରିକି ଉଡ଼େଇ ଦେଇଛନ୍ତି। ଉଡ଼େଇକି ଏମିତି ସବୁ ନିମ୍ନମାନର କାମ ହେଉଛି। ଆଉ ଏଭଳିଆ ଅପରିଷ୍କାର ବାତ୍ୟା ଘର ହେଇଛି ଯାହାକି ଦେଖିଲେ ବି ଆଶ୍ଚର୍ଯ୍ୟ ହେବେ ସମସ୍ତେ। ଯେଉଁ ମହାବଳା ବାତ୍ୟା ଘରକୁ 1.5 ବର୍ଷ ହେଲାନି ଭଡ଼ାରେ ଲଗେଇଛନ୍ତି ଏବଂ ସେଠି କାମ ଆସିଥିଲା ବେଳେ ବି ଲୋକ ସେଠାରେ ଉପସ୍ଥିତ ଅଛି ଏବଂ ବହୁତ ଅପରିଷ୍କାର ଆବର୍ଜନାରେ ଭରିପୂର୍ଣ୍ଣ। ସେଠି ସବୁଠୁ ନିମ୍ନମାନର କାମ ଏବଂ ପଚାରିଲା ବେଳକୁ କହୁଛନ୍ତି ଏଇଟା କଲେକ୍ଟର କହିଛନ୍ତି ବୋଲିକି ବାରମ୍ବାର ମଦ ଫଦ ଖାଇ ଘରକୁ ବହୁତ ଅଳିଆ ଆବର୍ଜନା କରିଛନ୍ତି ଏବଂ 30-40 ଜଣଙ୍କର ପ୍ରତ୍ୟେକ ଦିନ ରୋଷେଇ ବାସ ବି ହେଉଛି। କେଉଁ ଦେଶର ନିୟମ ଅଛି ଯେ ବର୍ଷ ବାତ୍ୟା ଘରକୁ ଭଡ଼ାରେ ଦିଆଯିବ? କାମ ଆସିଥିଲା ବେଳେ ବି ସେମାନେ ସେଠାରେ ଉପସ୍ଥିତ ଅଛି, କେହି ବାହାରୁନାହାନ୍ତି। ମନମୁଖୀ ଚଲେଇଛନ୍ତି ଆଉ ସରପଞ୍ଚ। ତେଣୁ ୟାକୁ ତୁରନ୍ତ ଜିଲ୍ଲାପାଳ ମହୋଦୟଙ୍କୁ ନିବେଦନ କରାହେଉଛି, ତୁରନ୍ତ ଇନକ୍ୱାରି କରିକି ୟାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଆମ ପଞ୍ଚାୟତବାସୀ ବ୍ଲକବାସୀ ସମସ୍ତେ ଖୁସି ହେବୁ।